ପକ୍ଷରୁ ଆପଣଙ୍କୁ ସ୍ୱାଗତ। ମିଶନ ଶକ୍ତି ବିଭାଗ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା 2026 ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ITI ପଡ଼ିଆରେ ଆସନ୍ତା 22 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ। ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ସୂଚନା ପ୍ରଦାନ କରିଛନ୍ତି। ଗ୍ରାମୀଣ ଉତ୍ପାଦକ କାରିଗର ସ୍ୱୟଂ ସହାୟକ ଗୋଷ୍ଠୀ SHG ଓ ଉତ୍ପାଦକ ଗୋଷ୍ଠୀମାନଙ୍କୁ ତାଙ୍କର ଉତ୍ପାଦ ବଜାରରେ ପ୍ରଦର୍ଶନ ଓ ବିକ୍ରୟ ପାଇଁ ସୁଯୋଗ ପ୍ରଦାନ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା SHG ଉତ୍ପାଦକ ଗୋଷ୍ଠୀମାନେ 200ରୁ ଅଧିକ ଷ୍ଟଲ୍ ଏହି ମେଳାରେ ପକାଇବେ। ଏହା ମଧ୍ୟରେ 30ଟି ଖାଦ୍ୟ ଷ୍ଟଲ୍ ରହିବ। ପ୍ରତ୍ୟେକ ସନ୍ଧ୍ୟାରେ ବଲିଉଡ୍ ଗାୟକ ଗାୟିକା ଯୋଗଦେଇ ଝୁମାଇବେ। ଏହି ମାଧ୍ୟମରେ ଗ୍ରାମୀଣ ଉତ୍ପାଦକମାନେ ସହରୀ ଗ୍ରାହକଙ୍କ ରୁଚି ଓ ପସନ୍ଦ ବିଷୟରେ ଅବଗତ ହୋଇ ତାଙ୍କର ଉତ୍ପାଦର ଗୁଣତ୍ୱ, ଡିଜାଇନ୍ ଓ ପ୍ୟାକେଜିଂରେ ଉନ୍ନତି କରିପାରିବେ ବୋଲି ଶ୍ରୀ ନାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମେଳା ମାଧ୍ୟମରେ ଦେଶୀୟ ଓ ସ୍ଥାନୀୟ ଉତ୍ପାଦର ପ୍ରଚାର ସହିତ SHG ଓ ଗ୍ରାମୀଣ ଉଦ୍ୟମୀମାନଙ୍କୁ ବଜାର ମଞ୍ଚ ପ୍ରଦାନ କରାଯିବ। ଏଥିସହିତ ଭୋକାଲ୍ ଫର୍ ଲୋକାଲ୍ ମନୋଭାବକୁ ଉତ୍ସାହିତ କରାଯିବ। ଏହି ମେଳାରେ ବହୁ ମାତ୍ରାରେ ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅରମାସ ଡେପୁଟି CEO ଶାନ୍ତନୁ ବାନାର୍ଜୀ, ମିଶନ ଶକ୍ତି DPC କାର୍ତ୍ତିକ ଚନ୍ଦ୍ର ନାୟକ, DSW ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରିୟଦର୍ଶୀ ରାଜେଶ ଉପସ୍ଥିତ ଥିଲେ। ଧନ୍ୟବାଦ।